तुम सामनारे ଯେଉଁ ଲୋକମାନେ ସର୍ବଦା ହସନ୍ତି, ଖୁସି ରୁହନ୍ତି, ସେମାନଙ୍କ ଜୀବନରେ ମଧ୍ୟ ବହୁତ ଯନ୍ତ୍ରଣା, ବହୁତ ସମସ୍ୟା ଅଛି ପିଲାମାନେ। କଥା କେବଳ ଏତିକି ଯେ ସେମାନେ ସର୍ବଦା ହସିବାକୁ ପସନ୍ଦ କରନ୍ତି ଏବଂ ଚିନ୍ତା ନ କରିବାକୁ ଚେଷ୍ଟା କରନ୍ତି। ତୁମକୁ ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ଏହା ତୁମେ ପ୍ରତ୍ୟେକ ଦିନ ସକାଳେ ତୁମ ମନ ମସ୍ତିଷ୍କରେ କିଛି ଭଲ ଚିନ୍ତାଧାରା ଆଣି ଏହା କରିପାରିବ। ସକାରାତ୍ମକ ବିଚାର ତୁମ ପୁସ୍ତକରେ ମଧ୍ୟ ତୁମେ ଲେଖିପାରିବ, କିମ୍ବା ଯେତେବେଳେ ତୁମର ମନ ବିଚଳିତ ହୁଏ ତେବେ ଏହି ସକାରାତ୍ମକ ବିଚାରକୁ ପଢ଼। ତୁମକୁ ଆଗକୁ ବଢ଼ିବାକୁ ସାହସ ମିଳିବ। ସମସ୍ତଙ୍କୁ ଜୀବନରେ ପ୍ରୟାସ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ପରିସ୍ଥିତିରେ ମୁକାବିଲା କରିବା ପାଇଁ ହେଉ କି ନିଜର ସମ୍ପର୍କକୁ ସୁଧାରିବା ପାଇଁ ହେଉ। ମୁଁ ଥକି ଯାଇଛି ଏହା କହି ଅଟକି ଗଲେ ଜୀବନରେ କିଛି ହାସଲ ହେବ ନାହିଁ। ଏହା ଭାବ ନାହିଁ ଯେ ମୁଁ ଯଦି ଅଟକିଯାଏ ବା ବସିଯାଏ ତେବେ ମୋ ବାବା ତାଙ୍କ ଆଶୀର୍ବାଦ ମାଧ୍ୟମରେ ସବୁ ଠିକ୍ କରିଦେବେ। କିନ୍ତୁ ଜାଣି ରଖ, ମୁଁ ମଧ୍ୟ ସେହିମାନଙ୍କୁ ସାହାଯ୍ୟ ହିଁ କରେ ଯିଏ ନିଜେ ନିଜକୁ ସାହାଯ୍ୟ କରିବାକୁ ଚାହାନ୍ତି ଏବଂ ଏହା କରିବାକୁ ଚେଷ୍ଟା କରନ୍ତି। ମୁଁ ତ ସବୁବେଳେ ତୁମ ସହିତ ଅଛି, କିନ୍ତୁ ତୁମକୁ ମୋର ଉପସ୍ଥିତି ସେତେବେଳେ ଅନୁଭବ ହେବ ଯେତେବେଳେ ତୁମେ ନିଜେ ନିଜ ଜୀବନକୁ ସୁଧାରିବା ପାଇଁ ସଠିକ୍ ଦିଗରେ ପଦକ୍ଷେପ ନେବ ଏବଂ ନିଜର ଚେଷ୍ଟା ଜାରି ରଖିବ। ତୁମର ପ୍ରୟାସ ସହିତ ତୁମେ ଜୀବନରେ ଏତେ ଅଗ୍ରଗତି କରିବାକୁ ସମର୍ଥ ହେବ ଯେ ତୁମେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହୋଇପାରିବ। ଅନ୍ନଦାନ କର ଏବଂ ଅସହାୟ ଲୋକଙ୍କର ସେବା କର। ସେବା କରିବା ଦ୍ୱାରା ତୁମକୁ ସେହି ଲୋକମାନଙ୍କର ଆଶୀର୍ବାଦ ମିଳିବ, ଯାହା ତୁମକୁ ଜୀବନର ପ୍ରଗତି ଆଡ଼କୁ ନେଇଯିବ। ସର୍ବଦା ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।